ରାଧେଶ୍ୟାମ। ତ ଆଜି ଆମେ ଜାଣିବା ଯେମିତି ଶରୀର ପାଇଁ ଖାଦ୍ୟ ଦରକାର ହେଇଥାଏ, ଆମର ମାଇଣ୍ଡ ପାଇଁ କ'ଣ ଦରକାର ହେଇଥାଏ, ଆମର ମାଇଣ୍ଡ କେମିତି କାମ କରିଥାଏ ସେଇ ବିଷୟରେ। ତ ଆମେ ଭାବନ୍ତି ଆମେ ଖାଇବା ଦ୍ୱାରା ଶରୀର ସୁସ୍ଥ ଅବସ୍ଥାକୁ ଆସିଯାଏ, ଆମକୁ ଶକ୍ତିଶାଳୀ ଫିଲ୍ ହୁଏ ଓ ଆମେ ଭଲରେ କାମ କରନ୍ତି। ସେମିତି ଏଇ କଥା ଜାଣନ୍ତୁ, ଆମର ମାଇଣ୍ଡକୁ ବିଚାର ଦରକାର ହେଇଥାଏ, ଆମର ମାଇଣ୍ଡ ବିଚାରକୁ ଖାଇଥାଏ। ଏ କଥା ସମ୍ପୂର୍ଣ୍ଣ ସତ ଯେ ଯେତିକି ଆମେ ବିଚାର କରନ୍ତି ପ୍ରତ୍ୟେକଟି ବିଚାରକୁ ମାଇଣ୍ଡ ଖାଇଥାଏ। ମାଇଣ୍ଡର ଖାଦ୍ୟ ହେଉଛି ଏକ ଏକ ବିଚାର, ଯାହାକି ଆପଣ ସବୁବେଳେ ଭାବୁଛନ୍ତି। ଯେତିକି ଆପଣ ବିଚାର ଭାବନ୍ତି ପ୍ରତ୍ୟେକଟି ବିଚାର ଏକ ଏକ ଖାଦ୍ୟ ଆମ ମାଇଣ୍ଡର। ଯେମିତି ବିଚାର ଆମ ମାଇଣ୍ଡକୁ ଆମେ ଦେବା, ଆମର ମାଇଣ୍ଡ ଆମକୁ ସେମିତି ବନେଇବାରେ ଲାଗେ ଓ ସେମିତି ସେମିତି ବନେଇବାରେ ଲାଗେ ଯେମିତି ଆମେ ବିଚାର ରଖନ୍ତି। ଏକଥା ଜାଣନ୍ତୁ, ୟା ମାନେ ନୁହେଁ ଆମେ ଖାଇବା ଦ୍ୱାରା ଶକ୍ତିଶାଳୀ ଫିଲ୍ କରିବା। ସିଏ ତ ଏକ ଶରୀର ପାଇଁ ଖାଦ୍ୟ, କିନ୍ତୁ ଆମର ମନ ମସ୍ତିଷ୍କରେ ଯେଉଁ ବିଚାର ଯାଉଥାଏ, ଆମ ମନରେ ଯେଉଁ ବିଚାରକୁ ଧରି ଆମେ ଭାବୁଥାନ୍ତି, ସେଇ ବିଚାର ହିଁ ଆମକୁ ସେମିତି ବନେଇବାରେ ଲାଗୁଥାଏ। ହୁଏତ ଆମେ ଯଦି ଭଲ ଭାବୁଛନ୍ତି, ମାଇଣ୍ଡ ଆମକୁ ଭଲ ବନେଇବାରେ ଲାଗିଥାଏ। ଯଦି ଆମେ ଅଧିକ ସମୟ ଅଦରକାରୀ ଭାବନାକୁ ଭାବୁଛନ୍ତି, ଆମେ ସେମିତି ବନିବାରେ ଲାଗନ୍ତି। ଏ କଥା ଜାଣନ୍ତୁ। ସେଥିପାଇଁ ଦେହର ସୁସ୍ଥତା ପାଇଁ ଯେମିତି ଆମେ ଭଲ ଖାଦ୍ୟକୁ ଗ୍ରହଣ କରନ୍ତି, ଯେ ମୁଁ ସବୁବେଳେ ଭଲ ଖାଦ୍ୟ ଖାଇବି, ବହୁତ ପୁଷ୍ଟିସାର ଖାଦ୍ୟ ଖାଇବି, ଏମିତି ଭାବନ୍ତି। ମୁଁ ଫ୍ରେଶ୍ ଖାଇବା ଖାଇବି, ଯାହାକି ମୁଁ ସୁସ୍ଥ ରହିବି, ଏମିତି ଆମେ ଭାବନ୍ତି। ତ ସେଇ ଜାଗାରେ ମଧ୍ୟ ଆମର ଆତ୍ମାକୁ, ଆମର ମାଇଣ୍ଡକୁ, ଆମର ମନକୁ ଭଲ ଭଲ ବିଚାର ଦରକାର ହେଇଥାଏ, ଯାହାକି ଆମେ ନିରନ୍ତର ଭାବୁଥାନ୍ତି। ଆମର ବିଚାର ମାଧ୍ୟମରେ, ଆମର ମାଇଣ୍ଡରେ, ଆମର ମନରେ ଆମେ ଭାବନ୍ତି। ଆମର ମନରେ ଆମେ ଦିନକୁ 60ରୁ 70,000 ବିଚାର ଭାବନ୍ତି, ଯାହାଦ୍ୱାରା କେଉଁ ବିଚାରକୁ କିଛି ସମୟ ଭାବନ୍ତି ତାକୁ ଛାଡ଼ି ଦିଅନ୍ତି, କେଉଁ ବିଚାରକୁ ବାରମ୍ବାର ଭାବୁଥାନ୍ତି। ତ ଏମିତି କରିବା ଦ୍ୱାରା କ'ଣ ହେଉଥାଏ, ଯେଉଁ ବିଚାରକୁ ଆମେ ଅଧିକ ସମୟ ଭାବୁଥାନ୍ତି ସେଇ ବିଚାର ଆମକୁ ସେମିତି ବନଉଥାଏ। ଯେଉଁ ବିଚାରକୁ ଆମେ ଭାବୁଥାନ୍ତି, ଯେଉଁ ଥଟ୍ ପ୍ରୋସେସ୍କୁ ଧରିକି ଭାବୁଥାନ୍ତି, ଯେଉଁ ସମସ୍ୟା ବିଷୟରେ ଯଦି ଭାବୁଛନ୍ତି, ସେମିତି ସମସ୍ୟାକୁ ମାଇଣ୍ଡ ଆମ ଆଡ଼କୁ ଆକର୍ଷିତ କରୁଥାଏ। ଓ ଯଦି କିଛି ଭଲ କଥାକୁ ନେଇ ଭାବୁଛନ୍ତି, ସେମିତି ଆମ ସାମ୍ନାରେ ଆମେ ଭଲ ସିଚୁଏସନ୍ ଦେଖୁଥାନ୍ତି। ଏମିତି ମାଇଣ୍ଡ କାମ କରୁଥାଏ ଆମ ବିଚାରକୁ ନେଇ। ତ ସବୁବେଳେ ଯଦି ମନରେ ଭଲ ବିଚାର ରହିବ, ସେତିକି ଆମେ ନିଜ ଆଡ଼କୁ ଭଲ ସିଚୁଏସନ୍କୁ ଆକର୍ଷଣ କରିବା। ଓ ଯଦି ମନରେ ଭଲ ବିଚାର ରହିବ ନାହିଁ, ତ ସେଇ ଜାଗାରେ ସେମିତି ସିଚୁଏସନ୍ ଦେଖିବା, ମନରେ ଯେମିତି ସିଚୁଏସନ୍ର ବିଚାର ଚାଲିଥିବ। ତ ମାଇଣ୍ଡ ଏମିତି କାମ କରିଥାଏ। ସେଥିପାଇଁ ଆପଣଙ୍କର ପ୍ରତ୍ୟେକଟି ବିଚାରକୁ ଧ୍ୟାନ ଦେବେ। ଯେମିତି ଆପଣ ପଚାସଢ଼ା ଖାଇବେ ନାହିଁ, ଯେ ଆପଣଙ୍କ ଶରୀର ପାଇଁ ବହୁତ ଖରାପ। ଆପଣ ଭାବନ୍ତି ଏଇସବୁ ଖାଇଲେ ମୋ ଶରୀର ବହୁତ କଷ୍ଟ ପାଇବ, ମୋ ଶରୀରକୁ ମୁଁ କଷ୍ଟ ଦେବାରେ ଲାଗିବି, ମୋ ଶରୀର ନଷ୍ଟ ହେବାରେ ଲାଗିବ, ଆପଣ ଭାବନ୍ତି। ସେମିତି ଅଦରକାରୀ ବିଚାର ଭାବିବା ଦ୍ୱାରା ଆପଣଙ୍କର ମାଇଣ୍ଡ ଆହୁରି ଡିପ୍ରେସନ୍ ଆଡ଼କୁ ଯିବ, ଆପଣଙ୍କ ଦେହରେ ସମସ୍ୟା ଦେଖାଯିବ, ଆପଣଙ୍କ ଦେହରେ ରୋଗ ଦେଖାଯିବ, ଆପଣଙ୍କ ଲାଇଫ୍ରେ ସିଚୁଏସନ୍ ଦେଖାଯିବ। ସେଥିପାଇଁ ପ୍ରତ୍ୟେକଟି ବିଚାରକୁ ଦେଖି ଚାହିଁକି ଭାବିବେ, କାରଣ ସିଏ ବି ଏକ ଏକ ମାଇଣ୍ଡର ଖାଇବା। ସେ ମାଇଣ୍ଡ ବିଚାର ଖାଉଛି, ସେଥିପାଇଁ ସବୁବେଳେ ଭଲ ବିଚାରକୁ ବାଛିବେ। ତ ଲାଇଫ୍ରେ ଭଲ ସିଚୁଏସନ୍କୁ ଆପଣ ନିହାତି ଦେଖିବେ।